ମୁଁ ହଉଛି ରାମ ପ୍ରସାଦ ଚୌଧୁରୀ। ଚୋରି ଯାଇଥିଲା ସେ ହଉଛି ମୋର ଭଉଣୀ ଆଉ ଜୁଇ ତାଙ୍କ ଘର। କେବେ ଚୋରି ହେଇଥିଲା? 30 ତାରିଖ ଦିନ ରାତି। ତ ମୋ ଭଉଣୀ ରହୁଛନ୍ତି ଭଞ୍ଜନଗର ସ୍ଥିତ ସତ୍ୟସାଇ ନଗର ମହାଶିବଟି 4th ଲାଇନ୍। ତ ସେମାନେ ଦଦିଲୁଣ୍ଡା ଯାଇଥିଲେ। ତ 30 ତାରିଖ ଦିନ ସେମାନେ ଘରେ ପଶିକି କବାଟ ଭାଙ୍ଗିକି ଦ୍ୱାର ବନ୍ଧ ଭାଙ୍ଗି ନେଇ ଯାଇଛନ୍ତି। ଯେତେବେଳେ ନୂଆ ବର୍ଷ ଦିନ ମୋ ଭଣଜା ଆସିଲା ଘରକୁ ଦେଖିଲା ବେଳକୁ କବାଟ ଖୋଲା ଅଛି, ଚାବି ଭଙ୍ଗା ହେଇଛି। ଯେତେବେଳେ ଘର ଭିତରେ ଦେଖିଲା ବେଳକୁ ସବୁ ଜିନିଷ ପତ୍ର ପଡିଛି। ତାପରେ ଆମେ ଆସିକି ଏଫଆଇଆର ଦେଲୁ। ତାପରେ ଭଞ୍ଜନଗର ଥାନାରେ ଜଣେଇଲା ତାଙ୍କେ ତୁରନ୍ତ ପଦକ୍ଷେପ ନେଲେ, ବହୁତ ସହଯୋଗ କରିଛନ୍ତି। ଭଞ୍ଜନଗର ପୁଲିସ ଷ୍ଟେସନ ମାନେ ଆଇଆଇସି ସାର୍, ଜେନା ସାର୍, ମହାନ୍ତି ସାର୍ ବହୁତ କୋଅପରେଟ କରିଛନ୍ତି। ହଁ, ସବୁ ଯାକ ଜିନିଷ ପ୍ରାୟ ରିକଭରି ହେଲା, ବହୁତ କୋଅପରେଟ କରିଛନ୍ତି। ଯେହେତୁ ଘରେ ବି ସିସିଟିଭି ନଥିଲା, ସେଇଟା ବହୁତ ଭଞ୍ଜନଗର ପୁଲିସ ବହୁତ ଧନ୍ୟବାଦ, ସେମାନେ ବହୁତ ଚେଷ୍ଟା କରି କାଢିଛନ୍ତି। ଗଞ୍ଜାମ ଏସପି ସାର୍ଙ୍କର ନିର୍ଦ୍ଦେଶରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଞ୍ଜନଗର ଥାନା ଅଞ୍ଚଳରେ ସଂଗଠିତ ସିରିଜ ଘର ଭଙ୍ଗା 2 ଜଣିଆ ଚୋର ଗ୍ୟାଙ୍ଗକୁ ଭଞ୍ଜନଗର ଥାନା ଏଆଇସି ଜୀବନାନନ୍ଦ ଜେନା ଏବଂ ତାଙ୍କର ଟିମ୍ ଡିଟେକ୍ସନ୍ କରିଛନ୍ତି। ସଫଳତାପୂର୍ବକ 2 ଜଣଙ୍କୁ ଧରି ଏବଂ ସିରିଜ ବର୍ଗୁଲାରୀ ମାମଲାରେ ହେଇଥିବା ବିଭିନ୍ନ ପ୍ରକାର ଚୋରି ଯଥା ସୁନା ଗହଣା ଏବଂ ଆସବାବପତ୍ର, ଆଣ୍ଟିକ୍ ଆଇଟମ୍ସ, ଫରେନ୍ କରେନ୍ସି ନୋଟ୍ସ ଏବଂ ବିଭିନ୍ନ ପ୍ରକାର ଜିନିଷ ଆପଣମାନଙ୍କ ସାମ୍ନାରେ ଅଛି। টিভি এবং ହାଉସ୍ ହୋଲ୍ଡ ଆର୍ଟିକଲ୍ସ ସମ୍ପୂର୍ଣ୍ଣ ରୂପେ ରିକଭରି କରିବାକୁ ସଫଳତା ହାସଲ କରିଛନ୍ତି। ଏବଂ ଏହି ସଂକ୍ରାନ୍ତରେ ଯେଉଁ 2 ଜଣିଆ ଗୋଟେ ଘର ଭାଙ୍ଗି ଚୋରି କରୁଥିବା ଗ୍ୟାଙ୍ଗ ଗୋବିନ୍ଦ ପ୍ରଧାନ ଏବଂ ବଳିଆ ନାୟକ 2 ଜଣଙ୍କୁ ଧରିଛନ୍ତି। ସେମାନେ ସ୍ୱୀକାରନାମା ଦେବା ପୂର୍ବକ ସମସ୍ତ ଜିନିଷର ରିକଭରି ଆମକୁ ଦେଇଛନ୍ତି। ଏବଂ ଏହି ସଫଳତା ଆଗାମୀ ଦିନରେ ଭଞ୍ଜନଗରବାସୀଙ୍କର ତାଙ୍କର ଧନ ଜୀବନ ସୁରକ୍ଷା ନିମନ୍ତେ ଆମର ପ୍ରୟାସ ଜାରି ରହିବ। ଲକ୍ଷାଧିକ ଟଙ୍କାର ମୂଲ୍ୟର ସାମଗ୍ରୀ ଜବତ ହୋଇଛି। ଏମାନେ ପୂର୍ବରୁ ବିଭିନ୍ନ ଅପରାଧରେ ଚୋରି ସଂକ୍ରାନ୍ତୀୟ, ବେସିକାଲି ସିନ୍ଧି ଚୋରି, ଘର ଭଙ୍ଗା ଚୋରି, ଏହି ମାମଲାରେ ୟାଙ୍କର ଆଗରୁ କେସ୍ ପତ୍ର ଅଛି। ଏମାନେ ଜେଲ୍ ମଧ୍ୟ ଯାଇଛନ୍ତି। ଏମାନଙ୍କ ପାଖରୁ ହାଉସ୍ ବ୍ରେକିଂ ଇନଷ୍ଟ୍ରୁମେଣ୍ଟ, ଘର ଭାଙ୍ଗିବା ପାଇଁ ଯେଉଁ ସରଞ୍ଜାମ ଅଛି, ସ୍ପେଶାଲାଇଜ୍ ଯେଉଁ ସରଞ୍ଜାମ ସେମାନେ ତିଆରି କରିଛନ୍ତି ତାହା ଜବତ ହେଇଛି। ଏବଂ ସେମାନେ ଏଇଟା ହେଉଛି ଗୋଟେ ଘର ଭଙ୍ଗା ଚୋରି ଗ୍ୟାଙ୍ଗ। ଡକାୟତି ଡିଫରେଣ୍ଟ, ଏଇଟା ଘର ଭଙ୍ଗା ଚୋରି ଗ୍ୟାଙ୍ଗ। ସାଧାରଣତଃ ଏମାନେ ମଧ୍ୟ କିଛି ମାରଣାସ୍ତ୍ର ରଖିଥାନ୍ତି ନିଜ ପାଖରେ, ହଠାତ୍ ରାତିରେ ଯଦି କାହାକୁ କି ତାଙ୍କୁ ବିରୋଧ କରେ ତାଙ୍କୁ ଆକ୍ରମଣ କରିବା ପାଇଁ ରଖିଥାନ୍ତି। କିନ୍ତୁ ଏଇଟା ହେଉଛି ଗୋଟେ ଘର ଭଙ୍ଗା ଚୋରି ଗ୍ୟାଙ୍ଗ। ବର୍ତ୍ତମାନ ସୁଦ୍ଧା 2ଟି କେସ୍ରେ ଆମ ନଜରକୁ ଆସିଛି। ଆମେ ରୁଜୁ କରିଛୁ 2ଟି କେସ୍। 2ଟି କେସ୍ର ସମସ୍ତ ଜିନିଷ ରିକଭରି ହେଇଛି ଏବଂ ଏମାନେ ଅନ୍ୟାନ୍ୟ ବିଭିନ୍ନ ଚୋରି ମକଦ୍ଦମାରେ ମଧ୍ୟ ସମ୍ପୃକ୍ତ ଥିବାର ବିଶ୍ୱାସ କରାଯାଉଛି। ଆମ ପାଖରେ ଖବର ମଧ୍ୟ ଅଛି, ସେ ମଧ୍ୟ ଆପଣମାନଙ୍କୁ ଠିକ୍ ସମୟରେ ଜଣାଇ ଦିଆଯିବ। ଏଇଟା ବେସିକାଲି ଗୋଟେ 2 ଜଣିଆ ଚୋରି ଘର ଚୋରି। ଆମର ଗୋଟେ ହେଉଛି ତ ଆମର ଭଞ୍ଜନଗର ଥାନା ଅଞ୍ଚଳର, ଆଉ ଜଣେ ତାର ଯିଏ ସହଯୋଗୀ ଅଛନ୍ତି ସେ ଖୋର୍ଦ୍ଧା ଅଞ୍ଚଳର। ଏବଂ ସିଏ ଏଇଠିକୁ ଆସନ୍ତି, ଆସିକି 2 ଜଣଙ୍କ ମିଶି ରାତିରେ ସେମାନେ ଘର ଭାଙ୍ଗିକି ନିଛାଟିଆ ଅଞ୍ଚଳରେ ତାଲା ପଡ଼ିଥିବା ଘର ସେମାନେ ଦିନବେଳେ ନଜର କରନ୍ତି ଏବଂ ରାତିରେ ଭାଙ୍ଗନ୍ତି, ଚୋରି କରନ୍ତି।